ଓଡ଼ିଶାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କୁ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସ୍ୱାଗତ ଜଣାଉଛି। ଆଜି ଆମେ କ'ଣ ଦେଖିବା ନା କୋର୍ ପେପର୍ 8ର ୟୁନିଟ୍ 3 ଦାରିଦ୍ର୍ୟର କାରଣ। ଦାରିଦ୍ର୍ୟର କାରଣ ଫାଷ୍ଟ ଅଛି କ'ଣ ନା ବ୍ୟକ୍ତିଗତ କାରଣ। ବ୍ୟକ୍ତିଗତ କାରଣ ଭିତରେ କ'ଣ କ'ଣ ଯାଉଛି ନା ଏଥିମଧ୍ୟରେ ଅଛି କ'ଣ ଗୋଟେ ଅସୁସ୍ଥତା। ଅସୁସ୍ଥତା ହେଉଛି ପ୍ରଥମ କାରକ। ଅସୁସ୍ଥତା ଯୋଗୁଁ ବ୍ୟକ୍ତି କାମ କରିବାକୁ ଅକ୍ଷମ ହୋଇଥାଏ ଏବଂ ତା'ର ଆୟ କମିଯାଏ। ଔଷଧପତ୍ର କ୍ରୟରେ ଅଧିକ ଖର୍ଚ୍ଚ ଦାରିଦ୍ର୍ୟ ବୃଦ୍ଧି କରିଥାଏ। ତାପରେ କ'ଣ ଅଛି ନା ମାନସିକ ଦୁର୍ବଳତା। ମାନସିକ ଦୁର୍ବଳତା ଯୋଗୁଁ ବ୍ୟକ୍ତି କାର୍ଯ୍ୟ କରିବାକୁ ଅସମର୍ଥ ହୋଇଥାଏ, ଓଜନରେ କମିଯାଏ ଓ ଦାରିଦ୍ର୍ୟ ମଧ୍ୟ ବୃଦ୍ଧି ପାଇଥାଏ। ତାପରେ କ'ଣ ଅଛି ନା ଦୁର୍ଘଟଣା। ଯେକୌଣସି ପ୍ରକାର ଦୁର୍ଘଟଣା କାର୍ଯ୍ୟ କରିବାର ସାମର୍ଥ୍ୟକୁ ହ୍ରାସ କରିଥାଏ, ଫଳରେ ଆୟ କମିଯାଏ ଓ ଦାରିଦ୍ର୍ୟ ବୃଦ୍ଧି ପାଇଥାଏ। ତାପରେ କ'ଣ ଅଛି ନା ଆଳସ୍ୟ। ଅଧିକାଂଶ ଲୋକମାନଙ୍କର ସୁବିଧା ଥିଲେ ମଧ୍ୟ ଅଳସୁଆମୀ ଯୋଗୁଁ ସେମାନେ କାମ ନ କରି ଘରେ ବସି ରୁହନ୍ତି। ଏହା ଫଳରେ ଦାରିଦ୍ର୍ୟ ବୃଦ୍ଧି ପାଇଥାଏ। ତାପରେ କ'ଣ ଅଛି ନା ଅମିତ ବ୍ୟୟିତା। ଅମିତ ବ୍ୟୟ ଲୋକ ଖୁବ୍ କମ୍ ସମୟରେ ବହୁ ପଇସା ଖର୍ଚ୍ଚ କରିଦେଇଥାଏ। ଆୟ ଅପେକ୍ଷା ବ୍ୟୟ ଯୋଗୁଁ ଦାରିଦ୍ର୍ୟ ଦେଖାଯାଇଥାଏ। ସେକେଣ୍ଡରେ କ'ଣ ଅଛି ନା ସାମାଜିକ କାରକ। ସାମାଜିକ କାରକ ଭିତରେ କ'ଣ କ'ଣ ଯାଉଛି ନା ଫାଷ୍ଟ ଅଛି ଗୋଟେ ଯାଉଛି ଯୌଥ ପରିବାର ବ୍ୟବସ୍ଥା। ଏଥିରେ କମ୍ ସଦସ୍ୟ ରୋଜଗାର କରନ୍ତି ଓ ବହୁ ସଦସ୍ୟ ପରିବାର ଉପରେ ନିର୍ଭର କରିଥାନ୍ତି। ଭାରତୀୟ ଗ୍ରାମ୍ୟ ସମୁଦାୟରେ ପରିବାର ଉପରେ ନିର୍ଭର କରନ୍ତି। ଭାରତୀୟ ଗ୍ରାମ୍ୟ ସମୁଦାୟରେ ଅଧିକାଂଶ ପରିବାର ଯୌଥ ପରିବାର ଅଟେ, ତେଣୁ ଦାରିଦ୍ର୍ୟ ଦେଖାଯାଇଥାଏ। ତାପରେ କ'ଣ ଅଛି ନା ପ୍ରଥା ଓ ପରମ୍ପରା। ଗ୍ରାମ୍ୟ ସମୁଦାୟର ଲୋକମାନେ ଅତ୍ୟନ୍ତ ରକ୍ଷଣଶୀଳ। ଏମାନେ ପୁରୁଣା ପ୍ରଥା ପରମ୍ପରାକୁ ଛାଡ଼ି ପାରନ୍ତି ନାହିଁ କି ନୂତନ ମୂଲ୍ୟବୋଧ ଧାରଣାକୁ ଗ୍ରହଣ କରିପାରନ୍ତି ନାହିଁ। ଅଧିକ ସନ୍ତାନ ଜନ୍ମ ଦେବା ଈଶ୍ୱରଙ୍କ ଆଶୀର୍ବାଦ ବୋଲି ଭାବିଥାନ୍ତି ଓ ଜନ୍ମ ନିୟନ୍ତ୍ରଣ ପଦ୍ଧତିକୁ ଅବଲମ୍ବନ କରିନଥାନ୍ତି, ଯାହାଦ୍ୱାରା କ'ଣ ଦାରିଦ୍ର୍ୟ ଦେଖାଯାଇଥାଏ। ତାପରେ କ'ଣ ଅଛି ନା ଶିକ୍ଷାଗତ ସୁବିଧାର ଅଭାବ। ସାଧାରଣତଃ ଗ୍ରାମାଞ୍ଚଳରେ ଶିକ୍ଷା ସୁବିଧାର ଅଭାବ ଦେଖାଯାଇଥାଏ। ଏହା ଫଳରେ ଆୟ ହ୍ରାସ ପାଏ ଓ ଦାରିଦ୍ର୍ୟ ବୃଦ୍ଧି ପାଇଥାଏ। ତାପରେ କ'ଣ ଅଛି ନା ଡାକ୍ତରୀ ସୁବିଧାର ଅଭାବ। ସାଧାରଣତଃ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ସେବା ଉପଲବ୍ଧ ହୋଇନଥାଏ। ଦୀର୍ଘଦିନ ଶଯ୍ୟାଶାୟୀ ହେବା ଦ୍ୱାରା ରୋଜଗାର କମିଯାଏ। ପିଲାମାନେ ମଧ୍ୟ ଠିକ୍ ଭାବରେ ଲାଳନ ପାଳନ ହୋଇପାରନ୍ତି ନାହିଁ, ଫଳରେ ଦାରିଦ୍ର୍ୟ ଗ୍ରାମାଞ୍ଚଳରେ ବୃଦ୍ଧି ପାଇଥାଏ। ଥାର୍ଡରେ କ'ଣ ଅଛି ନା ଅର୍ଥନୈତିକ କାରକ। ଅର୍ଥନୈତିକ କାରକ ଭିତରେ କ'ଣ କ'ଣ ଯାଉଛି ନା ଫାଷ୍ଟ ଅଛି ଅନୁନ୍ନତ କୃଷି ଉତ୍ପାଦନଶୀଳତା। ଭାରତୀୟ କୃଷିରେ ବିଶେଷ ଭାବେ ପୁରୁଣାକାଳିଆ ପ୍ରଣାଳୀ ଅନୁସୃତ ହେଉଛି। ଏହା ବ୍ୟତୀତ ଉନ୍ନତ ସାରବିହୀନ ଆଧୁନିକ କୃଷି ଯନ୍ତ୍ରପାତି ଓ ଜଳସେଚନର ସୁବିଧାର ଅଭାବ ଯୋଗୁଁ କୃଷିରୁ ଯଥେଷ୍ଟ ଉତ୍ପାଦନ ହୋଇପାରୁନାହିଁ। ଚାଷ ଜମିର ଖଣ୍ଡ ବିଖଣ୍ଡିତ ବିଭାଜନ ଏବଂ ଚାଷୀକୁ ଶୋଷଣ ଫଳରେ ଦାରିଦ୍ର୍ୟ ବୃଦ୍ଧି ପାଇଥାଏ। ତାପରେ କ'ଣ ଅଛି ନା ଅସମାନ ବଣ୍ଟନ। ସମ୍ପଦର ଅସମାନ ବଣ୍ଟନ ଯୋଗୁଁ ଅଧିକାଂଶ ଲୋକ ଦାରିଦ୍ର୍ୟର ଶିକାର ହୋଇଥାନ୍ତି। ତାପରେ କ'ଣ ଅଛି ନା କୁଟୀର ଶିଳ୍ପର ଅବନତି। ଗ୍ରାମାଞ୍ଚଳରେ ଗ୍ରାମ୍ୟ ବା କୁଟୀର ଶିଳ୍ପ ଗୁଡ଼ିକ ଗରିବ ଲୋକମାନଙ୍କ ଆୟର ମୁଖ୍ୟ ଉତ୍ସ ଅଟେ। ମାତ୍ର ବର୍ତ୍ତମାନ ଶିଳ୍ପୀକରଣ ପ୍ରଭାବ ଯୋଗୁଁ କଳକାରଖାନାର ପ୍ରସାର ଘଟିଛି ଏବଂ କୁଟୀର ଶିଳ୍ପର ଗୁରୁତ୍ୱ କମିଯାଇଛି, ଯାହା ଗ୍ରାମରେ ଦାରିଦ୍ର୍ୟର ଅନ୍ୟ ଏକ କାରଣ ହୋଇଥାଏ ବା ଅଟେ। ତାପରେ କ'ଣ ଅଛି ନା ପରିବହନ ଓ ଯୋଗାଯୋଗର ଅଭାବ। ଗ୍ରାମ୍ୟ ଭାରତରେ ପରିବହନ ଓ ଯୋଗାଯୋଗ ସୁବିଧାର ଅଭାବ ଯୋଗୁଁ ମଧ୍ୟ ଦାରିଦ୍ର୍ୟ ଦେଖାଯାଇଥାଏ। ଗ୍ରାମାଞ୍ଚଳରେ ପରିବହନ ଓ ଯାତାୟାତର ସୁବିଧାର ଅଭାବ ଯୋଗୁଁ ଲୋକମାନେ ଗ୍ରାମର ସୀମିତ ସୀମାରେଖା ମଧ୍ୟରେ ରହିବାକୁ ବାଧ୍ୟ ହୋଇଥାନ୍ତି। 4 ନମ୍ବରରେ କ'ଣ ଅଛି ନା ଭୌଗୋଳିକ କାରକ। ଭୌଗୋଳିକ କାରକ ମଧ୍ୟରେ କ'ଣ କ'ଣ ଯାଉଛି ନା ଫାଷ୍ଟ କ'ଣ ଅଛି ନା ପ୍ରତିକୂଳ ଜଳବାୟୁ ଓ ପାଗ। କୃଷି ହେଉଛି ଗ୍ରାମ୍ୟ ଲୋକଙ୍କର ମୁଖ୍ୟ ଜୀବିକା। ଯଦି ଜଳବାୟୁ ଓ ପାଗ ଅନୁକୂଳ ହୁଏ ତାହେଲେ କୃଷି ଉତ୍ପାଦନ ବୃଦ୍ଧି ପାଏ। ମାତ୍ର ପ୍ରତିକୂଳ ଜଳବାୟୁ ଓ ପାଗ କୃଷି ଉତ୍ପାଦନରେ ନକାରାତ୍ମକ ପ୍ରଭାବ ପକାଇଥାଏ। ତାପରେ କ'ଣ ଅଛି ନା ପ୍ରାକୃତିକ ଦୁର୍ବିପାକ। ବନ୍ୟା, ବାତ୍ୟା, ମରୁଡ଼ି, ଭୂମିକମ୍ପ ପରି ଦୈବ ଦୁର୍ବିପାକ ମାନବର ଅଶେଷ କ୍ଷତି ସାଧନ କରିଥାଏ। ବର୍ଷାର ଅଭାବ, ମରୁଡ଼ି ଦ୍ୱାରା କୃଷିର ଅତ୍ୟନ୍ତ କ୍ଷତି ହୋଇଥାଏ, ଯାହା ଫଳରେ ଦାରିଦ୍ର୍ୟ ଦେଖାଯାଇଥାଏ। 5 ନମ୍ବରରେ କ'ଣ ଅଛି ନା ରାଜନୈତିକ କାରକ। ରାଜନୈତିକ କାରଣ କ'ଣ ନା ସ୍ୱାଧୀନତା ପୂର୍ବରୁ ଇଂରେଜମାନେ ଦେଶର ଉନ୍ନତି କରିବା ପରିବର୍ତ୍ତେ ଦେଶକୁ ବିଭିନ୍ନ ଦିଗରୁ ଶୋଷଣ କରିଥିଲେ। ସ୍ୱାଧୀନତା ପ୍ରାପ୍ତି ପରେ ଦେଶର
ଅର୍ଥନୈତିକ ଶୋଚନୀୟ ଅବସ୍ଥା ପାଇଁ ରାଜନୈତିକ ନେତୃମଣ୍ଡଳୀ କେତେକାଂଶରେ ଦାୟୀ ଅଟନ୍ତି। ରାଜନୈତିକ ନେତୃବର୍ଗ ବିଭିନ୍ନ ସମୟରେ ଦାରିଦ୍ର୍ୟ ଦୂରୀକରଣ ସ୍ଲୋଗାନ ଦେଉଥିଲେ ହେଁ ଏହାକୁ କାର୍ଯ୍ୟରେ ପରିଣତ କରାଯାଉ ନାହିଁ। ଫଳରେ ଦାରିଦ୍ର୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। 6 ନମ୍ବର କ'ଣ ଅଛି ନା ଜୈବିକ କାରକ। ଦ୍ରୁତ ଜନସଂଖ୍ୟା ବୃଦ୍ଧି ଦାରିଦ୍ର୍ୟର ଏକ ମୁଖ୍ୟ କାରଣ ଅଟେ। ଚିକିତ୍ସା ବିଜ୍ଞାନର ଅଗ୍ରଗତି, ମହାମାରୀ ଆଦି ରୋଗ ବ୍ୟାଧିର ନିୟନ୍ତ୍ରଣ ଯୋଗୁଁ ମୃତ୍ୟୁହାର କମିଯାଇଛି। ମାତ୍ର ଜନ୍ମହାରକୁ ଉପଯୁକ୍ତ ଭାବେ ନିୟନ୍ତ୍ରଣ କରାଯାଇ ନାହିଁ। ବହୁ ସନ୍ତାନର ପିତାମାତାଙ୍କର ଜୀବନ ଧାରଣ ମାନ ଆବଶ୍ୟକ ଭାବେ କମିଯାଏ ଏବଂ ସେମାନେ ତୁଳନାତ୍ମକ ଭାବେ ଗରିବ ହୋଇ ଦିନ କାଟିଥାନ୍ତି, ଯାହାଦ୍ୱାରା କ'ଣ ଦାରିଦ୍ର୍ୟ ଦେଖାଯାଇଥାଏ। ଭିଡ଼ିଓଟି ଯଦି ଭଲ ଲାଗିଲା ତେବେ ଗୋଟେ ଲାଇକ୍ କରନ୍ତୁ, କମେଣ୍ଟ ଯାହା ଡାଉଟ୍ ଅଛି କମେଣ୍ଟ କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ।